2 ଅଗଷ୍ଟରୁ ବୃଷଭ ରାଶିମାନଙ୍କ ପାଇଁ ରାହୁଙ୍କର ବଡ଼ ତୁଫାନ ନେଇ ଆସୁଛନ୍ତି ଆପଣଙ୍କ ଜୀବନରେ ବଡ଼ ପରିବର୍ତ୍ତନ। ତ ବର୍ଷରୁ ଯେଉଁ ମନୋକାମନା ଥିଲା ରାହୁ 2 ଅଗଷ୍ଟରୁ 5 ଡିସେମ୍ବର ମଧ୍ୟରେ ଯଦି ପୂର୍ଣ୍ଣ ନ ହେଲା ତାହେଲେ ଆପଣ ନିଶ୍ଚୟ କହିବେ କମେଣ୍ଟ ବକ୍ସରେ। କାରଣ ହେଲା ବୃଷଭ ରାଶିମାନଙ୍କ ପାଇଁ ଦଶମ ଭାବରେ କର୍ମ ଭାବରେ ରାହୁ ନିଜ ନକ୍ଷତ୍ରରେ ରହିଛନ୍ତି। ତ ଏଠାରେ ଟିକେ ବୁଝନ୍ତୁ ଆପଣ ନିଜ ଘରେ କିପରି ରୁହନ୍ତି, ଯାହା ଇଚ୍ଛା ହୁଏ ତାହା ପିନ୍ଧନ୍ତି, ଯାହା କରିବାର ଇଚ୍ଛା ତାହା କରନ୍ତି, କୌଣସି ଡିସିପ୍ଲିନରେ କରନ୍ତି ନାହିଁ। ତ କୌଣସି ପ୍ରକାର ଷ୍ଟ୍ରେସ୍ ବି ନଥାଏ। କିନ୍ତୁ 2 ଅଗଷ୍ଟରୁ ରାହୁ ନକ୍ଷତ୍ର ପରିବର୍ତ୍ତନ କରି ଯାଉଛନ୍ତି ମଙ୍ଗଳ ମହାରାଜଙ୍କର ଘନିଷ୍ଠ ନକ୍ଷତ୍ରରେ। ମଙ୍ଗଳ ଦେବ ଗ୍ରହର ସେନାପତି ଅଟନ୍ତି। ବିଲକୁଲ ବି ସେମାନଙ୍କର ସିଷ୍ଟମରେ ପରବାର ନାହିଁ। ତ ମଙ୍ଗଳଦେବ ଆପଣ ଜାଣିଛନ୍ତି ଯେହେତୁ ଗ୍ରହର ସେନାପତି, ତାଙ୍କୁ କୌଣସି ବି ଡିସିପ୍ଲିନ ରୁଲ୍ ଭାଙ୍ଗିବା ତାଙ୍କୁ ପସନ୍ଦ ଲାଗେନି। ସେ ରୁଲ୍ ରେଗୁଲେଟରେ ରହିବାକୁ ଚାହାନ୍ତି। ତ ମଙ୍ଗଳଦେବ ଅଣ୍ଡରରେ ରହି ରାହୁ ଯେପରି ମୁଁ କହିବି କି ସେହିପରି କରିବେ। ତ ମଙ୍ଗଳଙ୍କର ଅଣ୍ଡରରେ ରହି ରାହୁଦେବ ଏବେ ଆପଣଙ୍କୁ ରେଜଲ୍ଟ ଦେବେ। ତ ଏହି ସ୍ଥିତିରେ ନେଇ ଆସୁଛି ରାହୁ ମହାରାଜ ସେନାପତିଙ୍କର ଦଣ୍ଡ ବଳରେ କାର୍ଯ୍ୟ କରିବେ। ମଙ୍ଗଳଙ୍କ ଦଣ୍ଡ ବଳରେ ଏବେ ରାହୁ ଦଣ୍ଡିତ ହେବେ ଓ ଆପଣଙ୍କୁ ପଜିଟିଭ୍ ରେଜଲ୍ଟ ଦେବେ। ତ କାର୍ଯ୍ୟ କରିବାକୁ ଯାଉଛନ୍ତି ତାହା ବାର ବାର ଅଟକୁଥିଲା, କାର୍ଯ୍ୟକୁ ପୁରା ହେବାକୁ ଦେଉନଥିଲା। ପ୍ରତ୍ୟେକର ପ୍ରମାଣ ଆବଶ୍ୟକତା ନଥାଏ, ବଡ଼ ବଡ଼ କାର୍ଯ୍ୟକୁ ପଛରୁ ଅଟକୁଥିଲା। ତ ଲକ୍ଷେ ପ୍ରୟାସ କଲେ ମଧ୍ୟ ଏହାର ସକ୍ସେସ୍ ପାଇପାରୁନଥିଲେ ଆପଣ। କିନ୍ତୁ ଏହି ସମୟରେ କର୍ମ ଭାବରେ ବସି ସପୋର୍ଟ ନାହିଁ, ନୂଆ ଜବ୍ ସର୍ଚ୍ଚ କରୁଥିଲେ, ସେଥିରେ ମଧ୍ୟ ଆପଣ ଦେଖୁଥିଲେ କି କୌଣସି ପ୍ରକାର ବାଧାବିଘ୍ନ ରହୁଥିଲା। ବ୍ୟାପାରରେ ଟ୍ରେଣ୍ଡରେ ଯାହା ବି ଡିଲ୍ କରୁଥିଲେ ତାହା କ୍ୟାନସଲ୍ ହେଉଥିଲା। ତ ସେନାପତିଙ୍କ ନକ୍ଷତ୍ରରେ ଯେବେ ରହିବେ ତ ଆପଣଙ୍କର ପ୍ରପର ଷ୍ଟେବିଲିଟି ଆସିବ ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ। ଏହା ଲେଖିକି ରଖନ୍ତୁ। ତ ଯେତେବେଳେ ରାହୁ ଆସି ସାରିଲେଣି 2 ଅଗଷ୍ଟରୁ ମଙ୍ଗଳଙ୍କ ନକ୍ଷତ୍ରରେ, ଯେଉଁ ବି ଆପଣ କର୍ମରେ ଆପଣ ଦେଖୁଥିଲେ ଯେତେ ହାର୍ଡ଼ୱାର୍କ କଲେ ମଧ୍ୟ ଆପଣଙ୍କୁ ରେଜଲ୍ଟ ମିଳୁନଥିଲା। ତ ଏବେ ଆପଣ ନିଶ୍ଚିନ୍ତରେ ରୁହନ୍ତୁ। ଆପଣ ନିଜେ ହିଁ ଫିଲ୍ କରିସାରିବେଣି 2 ଅଗଷ୍ଟ ଆସି ସାରିଲାଣି। ତ ଆପଣ ଦିନକ ମଧ୍ୟରେ ଆପଣଙ୍କ କାର୍ଯ୍ୟ ପ୍ରତି ଫୋକସ୍ ହୋଇସାରିଲେଣି। କ'ଣ ମୁଁ ଏତେ ଦିନ ହେଲା କରୁଛି, ମୋ ମାଆ ବାପାଙ୍କ ପାଇଁ କିଛି ଆଜି ପର୍ଯ୍ୟନ୍ତ କରିପାରିନି, ଏହିପରି ଥିଙ୍କିଙ୍ଗ ଆପଣଙ୍କର ଆସିସାରିବଣି। ତ ବ୍ୟାପାରରୁ ନିଜକୁ ଦୂରେଇ ଦେଉଥିଲେ, ତ ଏହି ସମୟରେ ଆସୁଥିବା ବାଧାବିଘ୍ନ ଦୂର ହେବ ଓ ଆପଣ ଏହି ସମୟରେ ଯାହା ବି କାର୍ଯ୍ୟ କରିବେ ଆପଣ ସେଥିରେ ପ୍ରଶଂସା ପାଇବେ ଓ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ଆବଶ୍ୟକତାକୁ ଦେଖାଯିବ। ତ ଦେବଗୁରୁ ବୃହସ୍ପତିଙ୍କ ପରି ରାହୁଙ୍କର ମଧ୍ୟ 3ଟି ଦୃଷ୍ଟି ରହିଛି, 5th, 7th ଓ 9th। ତ ଏହି 3ଟି ଦୃଷ୍ଟିରେ ରହି ରାହୁ କ'ଣ ରେଜଲ୍ଟ ଦେବେ? ତ ଘନିଷ୍ଠ ନକ୍ଷତ୍ରରେ ପ୍ରବେଶ କରିଛନ୍ତି ରାହୁ, ତ ଦୃଷ୍ଟିରୁ ମଧ୍ୟ ଆପଣଙ୍କୁ ପ୍ରଫିଟ୍ ଦେବେ। ତ ରାହୁଙ୍କର 5th ଦୃଷ୍ଟି ଆପଣଙ୍କର ପଡ଼ୁଛି 2nd ହାଉସ୍ରେ। ତ 2nd ହାଉସ୍ ବାଣୀ, ଫ୍ୟାମିଲି, ପରିବାର, ଧନଭାବର ହୋଇଥାଏ। ତ ରାହୁ ସତ୍ବିଷୟରେ ରହିଥିଲେ ବେଳେ ତ ପଇସା ଆସୁଥିଲା, କିନ୍ତୁ ଆପଣ କେଉଁଠି ସେ ପଇସା ଅଛି ଆପଣ ବି ନିଜେ ଜାଣିନାହାନ୍ତି। ତ ଏବେ ଆପଣ ସେଭିଂ କରିବାକୁ ଲାଗିବେ, କାଲକୁଲେଟିଭ୍ ହୋଇଯିବେ, ଖର୍ଚ୍ଚ ଆପଣଙ୍କ ନିୟନ୍ତ୍ରଣ ଆସିଯିବ, ସେଭିଂ କରିବେ ଓ ଏକ୍ସଟ୍ରା ଇନକମ୍ କିପରି କରିବେ ତାହା ମଧ୍ୟ ଚିନ୍ତା କରିବାକୁ ଲାଗିବେ। ବାଣୀ ଦୃଷ୍ଟିରୁ ଦେଖାଯାଏ ତ ଏହି ସମୟ ଆପଣଙ୍କରେ ଯାହା କହିଯାଉଥିଲେ କିନ୍ତୁ ସାମ୍ନା ବୋଲେ ଉଲ୍ଟା ସିଧା ବୁଝୁଥିଲା। ଏହି ସମୟରେ ଆପଣଙ୍କର ବାଣୀରେ ମଧୁରତା ଆସିବ ଓ ବାଣୀ ଦ୍ୱାରା ଆପଣଙ୍କୁ ପ୍ରଶଂସା ମଧ୍ୟ ମିଳିବ। ପଏଣ୍ଟରୁ ପଏଣ୍ଟ ଆପଣ ଏହି ସମୟରେ କଥାବାର୍ତ୍ତା କରିବେ। ତ ଆପଣଙ୍କୁ ଇଗ୍ନୋର କରୁଥିବା ଲୋକ ମଧ୍ୟ ଆପଣଙ୍କର କଥାକୁ ଶୁଣିବାକୁ ଲାଗିବେ। ତ ପରିବାରରେ ସାମାଜିକରେ ମାନ ସମ୍ମାନ ବଢ଼ିବ ଓ ପରିବାର ଭାବରେ ଆସିବ। କାରଣ ମଙ୍ଗଳଦେବ ଦଣ୍ଡ ଦ୍ୱାରା ରାହୁଙ୍କୁ ଦେବେ ଓ ରାହୁ ଆପଣଙ୍କ ପାଇଁ ଏବେ ବେନିଫିଟ୍ ଭାବରେ ମଧ୍ୟ ରହିଛନ୍ତି 10ମ ଭାବରେ। ରାହୁ 10ମ ତ ଦୁନିଆ ବସମେ ଏମିତି କୁହାଯାଏ। ତ ଏହି ସମୟ ଲାଷ୍ଟ ପିରିୟଡ଼ ଆସିସାରିଛି। ଅଗଷ୍ଟରୁ ଡିସେମ୍ବରରେ ରାହୁ ମଧ୍ୟ ରାଶି ପରିବର୍ତ୍ତନ କରିନେବେ। ତ ରାଶି ପରିବର୍ତ୍ତନ 5 ଡିସେମ୍ବର ପରେ ହିଁ କରିବେ, କିନ୍ତୁ ସେ ପର୍ଯ୍ୟନ୍ତ ରାହୁ ଆପଣଙ୍କୁ ଶେଷ ମୁହୂର୍ତ୍ତରେ ମାଲାମାଲ କରିବେ। ତ 7 ଦୃଷ୍ଟି ଆପଣଙ୍କ 4th ହାଉସ୍କୁ ଯାଉଛି। ତ ଆପଣଙ୍କ ଜୀବନରେ ଯେଉଁ ଯଶ ମାନ ପ୍ରତିଷ୍ଠା ନଥିଲା ତାହା ମଧ୍ୟ ମିଳିବ ଓ ବିଶେଷ କରି ଆପଣ ଦେଖୁଥିବେ କି ଆପଣଙ୍କର ମାତାଙ୍କର ସ୍ୱାସ୍ଥ୍ୟରେ ଠିକ୍ ରହୁନଥିଲା ଓ ଆପଣଙ୍କର ମାତାଙ୍କ ସହିତ ମିସ୍ଅଣ୍ଡରଷ୍ଟାଣ୍ଡିଂ ଥିଲା। ଭୌତିକ ସୁଖ ଥିଲେ ବି ଆପଣ ତାହାକୁ ଉପଭୋଗ କରିପାରୁନଥିଲେ। ତ ଏହି ସମୟରେ ଆପଣଙ୍କ ମାତାଙ୍କର ସ୍ୱାସ୍ଥ୍ୟ ବିଲକୁଲ ଠିକ୍ ରହିବ ଓ ଏହି ସମୟରେ ଆପଣ ଡିସିପ୍ଲିନର ଦୁନିଆକୁ
ଯିବେ। ଏହି ସମୟରେ ଆପଣ ଚାହିଁବେ କି ମୁଁ ମୋ କାମକୁ ଟାଇମ୍‌ରେ କିପରି କରିବି, ତାପରେ ଯାଇକି ମୁଁ ରେଷ୍ଟ ନେବି। ଆପଣ ପୁରା ଫୋକସ୍ ରହିବ କି ଆପଣଙ୍କ ଡିସିପ୍ଲିନ୍ ଉପରେ ଓ ନିଜ କାର୍ଯ୍ୟକ୍ଷେତ୍ର ଉପରେ। ତ ସମାଜରେ ମାନ ସମ୍ମାନ ବଢ଼ିବ, ଭୌତିକ ସୁଖରେ ସୁଧାର ଆସିବ, ମାତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଓ ମିସ୍‌ଅଣ୍ଡରଷ୍ଟାଣ୍ଡିଂ ଦୂର ହେବ। ଆପଣଙ୍କ 9th ଦୃଷ୍ଟିରେ 6th ହାଉସ୍‌କୁ ଦେଖୁଛନ୍ତି, ଗୁପ୍ତ ଶତ୍ରୁର ସମାପ୍ତ ଓ ଅଟକୁଥିବା କାର୍ଯ୍ୟ ପୁରା ହେବ। ମାଲିକ ସପୋର୍ଟ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଯୋଗ ଦେଖିବାକୁ ମିଳୁଛି। ତ ଏହି ସମୟରେ ରାହୁ ସେନାପତିଙ୍କ ନକ୍ଷତ୍ରରେ ରହି ଆପଣଙ୍କୁ ବହୁତ କିଛି ବେନିଫିଟ୍ ଦେଉଛନ୍ତି। ତ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ଦେଖନ୍ତୁ, ଏହି ଯେଉଁ ସବୁ କଥା କୁହାଗଲା ଆପଣଙ୍କ ଜୀବନରେ ସବୁ ହେବନି। କିଛି ଲୋକଙ୍କର ମାଆଙ୍କ ଦେହ ଖରାପ, ଜଣେ ଜଣଙ୍କର ଫାଇନାନ୍ସିଆଲ୍ ଲସ୍ ଆସୁଛି, ଜଣେ ଜଣେ ଜବ୍ ବି ପାଉନାହାନ୍ତି, କର୍ମକ୍ଷେତ୍ରରେ ହାରି ଯାଉଛନ୍ତି। ତା ମାନେ ନୁହେଁ କି ଆପଣ ଯାହା ବି ଶୁଣିଲେ ତାହା ହେବ ଓ ପ୍ରଫିଟ୍ ମଧ୍ୟ ସେହି ଅନୁସାରେ ମିଳିବ। ଯଦି ଆପଣଙ୍କର ରାହୁ ଆପଣଙ୍କର 6, 12 ବା ଲଗ୍ନ ଭାବରେ ନାହିଁ, ତାହେଲେ ଆପଣଙ୍କୁ ବହୁତ ବେନିଫିଟ୍ ମିଳିବ। ତ ଏହା ଜେନେରାଲ୍ ପ୍ରେଡିକ୍ସନ୍ ଅଟେ। ଆପଣ ଯଦି ବହୁତ ଜୀବନରେ ପରିଶାନ ଅଛନ୍ତି, ତାହେଲେ ନିଜର କୁଣ୍ଡଳୀ ବିଶ୍ଳେଷଣ ନିହାତି କରିଦିଅନ୍ତୁ।